एटा पखाल खिया हातटी कान्हा
ସାଇବାଣୀ ହେଇଛୁ ସାଇବାଣୀରୁ ଭିକାରୀ ହେବାକୁ ବେଶୀ ସମୟ ଲାଗିବ ମୁଁ ରାମାୟଣର ମନ୍ଥରା ଆଉ ମହାଭାରତର ଶଙ୍କୁନି আমার চিতা বদলা মাতুর আমার চিতা বদলা ইয়া ମୁଁ ଯୋଉଠିକି ପହଞ୍ଚିବି ସେଠି ହବ ମହାଭାରତ ନହେଲେ ରାମାୟଣର ଲଙ୍କା ଏ ଘରେ ସମସ୍ତେ ଗୋଟେ ଗୋଟେ ମେଣ୍ଢା ମଡର୍ଣ୍ଣ ସୋସାଇଟି ସହିତ ତାଳ ଦେଇ ଚାଲିବା ବି ଶିଖିନାହାନ୍ତି କେମିତି ଯେ ଏମାନଙ୍କୁ ମୁଁ ଆଡଜଷ୍ଟ କରିବି ଦେଖ ଦିନ ଆସି 10ଟା ବାଜିଲାଣି ଏପର୍ଯ୍ୟନ୍ତ ମତେ ବେଡ୍ ଟିଭି ମିଳିଲାନି ନନସେନ୍ସ ଓ ନନସେନ୍ସ ଆପଣ ସରିତା ମ୍ୟାଡାମ ତ ହଁ ମୁଁ ନିଜେ ସରିତା ଆପଣଙ୍କର ଚାକର ଦରକାର ଥିଲା ବୋଲି ଖବର କାଗଜରୁ ଜାଣିବାକୁ ପାଇଲି ସେଇଥିପାଇଁ ଠିକଣା ପଚାରି ପଚାରି ଏଇଠିକି ଚାଲି ଆସିଲି ହେଲେ ତୁ ଏ ବୟସରେ କାମ କରିପାରିବୁ ତ ପାରିବି ମା ସବୁ କାମ କରିପାରିବି ରୋଷେଇ କରିବା ବାସନ ମଜା ବଜାର ସଉଦା କରିବା ଆଉ ଏମିତି କି ବେଳେ ବେଳେ ମୋ ଗୋଡ଼ ଘଷିବା ଏଟା ସବୁ କାମ କରିପାରିବୁ ତ ପାରିବି ମା ସବୁ କାମ କରିପାରିବି ହେଲେ ପେଟକୁ ଗଣ୍ଡେ ଖାଇବି ଆଉ ଏ ଘରେ ଟିକେ ଆଶ୍ରୟ ନେବି ଠିକ ଅଛି କେତେ ଦରମା ନେବୁ କହ ଦରମା ଆବଶ୍ୟକ ନାହିଁ ମା ତା ଛଡା ଦରମା ଟଙ୍କା ନେଇ ମୁଁ କଣ କରିବି କାଇଁ ତୋ ଘରେ କଣ କେହି ନାହାନ୍ତି ଏ ମା ସମସ୍ତେ ଥିଲେ ହେଲେ ଅଦିନ ଝଡ଼ଟା ଆସି ସେମାନଙ୍କ ଠାରୁ ମୋତେ ଦୂରେଇ ଦେଲା ଥାଉ ତୋ ପରିବାର କାହାଣୀ ଶୁଣିବାକୁ ମୋ ପାଖରେ ଧୈର୍ଯ୍ୟ ନାହିଁ କି ସମୟ ନାହିଁ ତୁ ଏଇଠି ଠିଆ ହ ମୁଁ ଯାଉଛି ଏ ଘରର ମୁଣ୍ଡି ମହାରାଣୀକୁ ଡାକି ଦଉଛି ସେ ପୁଣି କିଏ ମା ଆଉ କିଏ ମୋ ଶାଶୁ ମା ସୋୟା ତାଙ୍କ ବିନା ଅନୁମତିରେ ଏ ଘରକୁ ପବନ ବି ପଶି ପାରିବନି ହଉ ତାହେଲେ ମୁଁ ଅପେକ୍ଷା କରିଛି ଆପଣ ଯାଆନ୍ତୁ ଠିକ ଅଛି ଯାହା ହେଉ ଏତେ ଦିନ ପରେ ଏ ଘରେ ଟିକେ ଆଶ୍ରୟ ମିଳିଗଲା ପେଟକୁ ଗଣ୍ଡେ ଖାଇବି ଆଉ ଏ ଘରେ ଟିକେ ଆଶ୍ରୟ ନେବି ଆଉ ତା ଛଡା ମୋର କିଛି ଦରକାର ନାହିଁ ଏତେ ସବୁ କାମ କଣ ତମେ ଏକୁଟିଆ କରିପାରିବ ପାରିବି ମା ସବୁ କାମ
ସ୍ତ୍ରୀ ମରିଯିବ ଅଥଚ ସ୍ତ୍ରୀଟା ଜାଣିପାରିବନି। ମୁଁ ଠିକ ଜାଣିଥିଲି ତମେ କୋଉଠି ନା କୋଉଠି ନିଶ୍ଚୟ ଥିବ, ଆଉ ଦିନେ ନା ଦିନେ ତମେ ମୋ ପାଖକୁ ନିଶ୍ଚୟ ଫେରି ଆସିବ। ସମସ୍ତେ କହିଲେ ଟ୍ରକ୍ ଆକ୍ସିଡେଣ୍ଟରେ ତମେ ମରି ଯାଇଛ। ମାଲିକର ଟ୍ରକ୍ ଚଲାଉଥିଲି, ଜାଣିନଥିଲି ସେ ଟ୍ରକରେ ଚନ୍ଦନ କାଠ ଡ୍ରଗ୍ସ ଚାଲାଣ ହଉଛି। ମୁଁ ଯେତେବେଳେ ଜାଣିବାକୁ ପାଇଲି ଟ୍ରକ୍ ସିଧା ନେଇ ଥାନାରେ ପୁରେଇ ଦେଲି। ମୁଁ ଜାଣିନଥିଲି ଥାନା ବାବୁଟା ମୋ ମାଲିକର ଗୁଲାମ ବୋଲି। ଯେତେବେଳେ ମାଲିକ ଜାଣିବାକୁ ପାଇଲା ତା ଲୋକ ଲଗେଇ ମତେ ପିଟିଲା। ଜୀବନ ବିକଳରେ ସେଠୁ ଦୌଡ଼ି ଆସିଲା ବେଳେ ତା ଲୋକ ମତେ ଟ୍ରକ୍ ଧକ୍କା କରିଦେଲା। ମୁଁ ଗୋଟିଏ ଝରଣା କୂଳରେ ବଢ଼ିଗଲି। ଆଉ ସେଠାକାର ଆଦିବାସୀ ମାନେ ମତେ ନୂଆ ଜୀବନ ଦେଲେ ଲୋ, ମତେ ନୂଆ ଜୀବନ ଦେଲେ। ସେ ମାଲିକ କିଏ? ଦୀର୍ଘ 22 ବର୍ଷ ପରେ ମୋର ସ୍ମୃତି ଶକ୍ତି ଫେରି ଆସିଲା। ଆଉ ସେଦିନଠୁ ଖୋଜି ଚାଲିଛି ମୁଁ ତୁମମାନଙ୍କୁ। ତମର ସେ ମାଲିକର ନାଁ କଣ? ବିସର୍ଜନ ବଳିଆର ସିଂ। ବିସର୍ଜନ ବଳିଆର ସିଂ? ତାକୁ କଣ ତମେ ଚିହ୍ନିଛ? ସେ ଶୈତାନର ଝିଅ ଏ ଘରର ବୋହୂ ହେଇଛି। ସେ ଏ ଘରେ ସମସ୍ତଙ୍କ ଆଙ୍ଗୁଠି ଆଗରେ ନଚାଇବାକୁ ଚାହୁଁ। ସେ ବିସର୍ଜନ ବଳିଆର ସିଂଟା ମତେ ଖାଇଲା ବାଘ ପରି ଖୋଜୁଛି। କାଳେ ତା କଳା ଧନ୍ଦା ବିଷୟରେ କାହା ଆଗରେ ପ୍ରକାଶ କରିଦେବ। ସେଇଥିପାଇଁ ସେ ତା ରାସ୍ତାରୁ ମତେ ହଟେଇ ଦେବାକୁ ଚାହୁଁଛି। ସେ ତମକୁ ଏଠି ଦେଖିଲେ ସେ ତମକୁ ନିଶ୍ଚୟ ମାରିଦେବ। କେତେ ଦିନ ପରେ ମୁଁ ମୋ ସକାଶକୁ ଫେରି ପାଇଛି। ମୁଁ ତାକୁ ହରେଇ ଦେବାକୁ ଚାହୁଁନି। ଚାଲ ଆମେ ଘର ଛାଡ଼ି ଏତେ ଦିନ ପରେ ମୁଁ ମୋ ସଂସାରକୁ ଛାଡ଼ିଦେବି। ତା ଛଡ଼ା ଏଥର ମୋର ଦିଟା ଭେଣ୍ଡିଆ ପୁଅ। ସେମାନଙ୍କ ଆଗରେ ସିଏ ମତେ ମାରିଦେବ। ସେମାନେ କଣ ତାକୁ ଛାଡ଼ିଦେବେ? ଏଠି ତମକୁ କେହି ବାପ ବୋଲି ସମ୍ବୋଧନ କରିବେନି। କାହିଁକି ନା ତମେ ମରିଯାଇଥିବା ଖବରଟା ପ୍ରଚାର ହେଇସାରିଲା ପରେ ସରକାରଙ୍କ ପାଖରେ ଯୋଉ ଟଙ୍କା ମିଳିଥିଲା ତାକୁ ତମ ପୁଅମାନେ ଚଳୁ କରି ସାରିଛନ୍ତି। ଆଜି ତମେ ବଞ୍ଚିଛ ବୋଲି ଜଣା ପଡ଼ିଗଲେ ସରକାରଙ୍କୁ ସେମାନଙ୍କୁ ଟଙ୍କା ଫେରେଇବାକୁ ପଡ଼ିବ। ଆଉ ଇନ୍ସୁରାନ୍ସ ବାବଦକୁ ଯୋଉ ଟଙ୍କା ମିଳିବାକୁ ଅଛି ତାକୁ ଚାହିଁବ ସେ ଚାତକ ଭଳି ତମ ବଡ଼ ପୁଅ। ଆରେ ସେଇଟା ତ ମଣିଷ ନୁହେଁ, ସେଇଟା ଗୋଟେ ଶୈତାନ। ଆମ ଘରରେ ଗୋଟେ ଶୈତାନ ଜନ୍ମ ନେଇଛି। ସେମାନଙ୍କୁ କାହିଁକି ମୋ ପରିଚୟ ଦେବ କହିଲେ? ମୁଁ ଏ ଘରକୁ ଚାକର ହୋଇ ଆସିଥିଲି, ସାରା ଜୀବନ ଚାକର ହୋଇଗଲି। ମୁଁ ତମ ସ୍ତ୍ରୀ। ତମେ ଏ ଘରେ ପାଲଟା ଲୁଗା ଧୋଇବ, ଓଲଟା ବାସନ ମାଜିବ। ଏସବୁ ଦେଖି ମୁଁ କେମିତି ଶୋଇବି? କେମିତି ଶୋଇବି? ଶୋଇବାକୁ ପଡ଼ିବ ତୁମକୁ। ଛାତିରେ ପଥର ରଖି ଶୋଇବାକୁ ପଡ଼ିବ। ମୁଁ ଯେମିତି ଶୋଇଛି ସେମାନେ ତମକୁ କୁକୁର ମାଙ୍କଡ଼ ଭଳି ବ୍ୟବହାର କରିବେ। ମୁଁ ଏସବୁ କେବେ ଶୋଇପାରିବିନି। ସେମାନେ ତମକୁ କୁକୁର ମାଙ୍କଡ଼ ଭଳି ବ୍ୟବହାର କଲେ କେବେ ବି ଶୋଇପାରିବିନି। କରନ୍ତୁ, ଯେତେ ଇଚ୍ଛା ସେତେ କରନ୍ତୁ, ହେଲେ ମୁଁ ମୋ ଅଳକାକୁ ଛାଡ଼ି କୁଆଡ଼େ ଯାଇ।
पिता स्वर्ग पिता धर्म पिता ही परम तप प्रीतरे प्रतिमा बन्हे पियंती सर्व देवता माँ ए कथा कौन सत माँ पिता जदि धर्मर अवतार पिता जदि स्वर्ग समतुल्य पिता को परितृप्त कले 33 कोटी देवादेवी जदि परितृप्त हुअन्ते ताहले आजिर ए वृद्धाश्रम कहीं आजिर बापा माने निज पुओ को देखि लुचि लुचि बंचुचंती डरी डरी रहउचंती बाबू आपण ये होची मो पुओ काला स्वर्ग संपद एई जन को भगवान घर जन्म करी से माने मते देखि कर्तव्य करि नाचे ये मो पाई सेते की कर्तव्य करिछि आ एतु देखि मते तो लागे ये मो गर्भर जन्म न हला काहे ଆପଣଙ୍କର ଈଶ୍ୱର ମଙ୍ଗଳ କରୁ माँ ए मौसा जन के आपण कोन ताकू चिनिचंती ना जानिचंती नहीं मो ताको चिन्हते कि जाने ए खबर कागज रे विज्ञापन पड़ी हम घरे से काम करबा को आसी चलते ला 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 आपण एठी काम करिवे ହଁ ବାବୁ ମୁଁ କାମ କରିବି कौन पूछो ए मौसा एठी काम करिवे अरे ए पैसा रे अच्छा ए मौसांकर कोन केही नाहंती ଅଛନ୍ତି ବାବୁ ସମସ୍ତେ ଅଛନ୍ତି ହେଲେ ଅବିରିଆ ଝଡ଼ଟା ସେମାନଙ୍କୁ ମୋ ଠାରୁ ଦୂରେଇ ଦେଇଛି ମୁଁ ଯେ ଗୋଟିଏ ଅମଣିଷ समय एमिति जाउछते जे एठी चिना मुह भी भारी अचुना हो जाए आ जानिथिबा लोक मध्य न जानिला पर चली जाए तो कौन एमती कहू छ तो कथा किछि बुझ पारुनी माँ तमर जो स्वामी मरी जाइछथि फेरी आसी थाते ताले मो आज स्नेहमय माटी सिना पाइथिली हेले बापांकर स्नेह आदर पाइबा पाई ए मनटा खाली व्याकुलित हे उठुची बापा अरे तू एमती सब कौन कहि जाउछ तो कथा को किछि बुझी पारुनी तो तम अरे तू तो आसेलु हेले तो संपर्क आसीबा कथा से पर्यंत आसीले नि काहे माँ से कंपनी काम रे टिके व्यस्त थिला बथे संपर्क आसु देबो तो गोटे काम करे तू एठी के था मु के भीतर आसी बहु भाई हम घर को के काम करवा पसंद की अरे हाँ এই খবর কাগজ বিজ্ঞাপন পড়ি এইরকম ଆମ ଘରକୁ କାମ କରିବାକୁ ଆସିଛନ୍ତି ହେଲେ କାନା ଭାଇ କଣ କହୁଛି କାନା ଭାଇ ରାଜି ମୁଁ ମଧ୍ୟ ରାଜି अरे से घरर परंपरा अनुसार से चाकर हेले भी से आम बापा बयसर सम्मान
আরে আশীর্বাদ মিলিব রে, আশীর্বাদ মিলিব। এভଳି সুযোগକୁ হাত ছড়া কলে পরে পস্তাইବାକୁ পড়িব। আরে চাল ସବୁଦିନ ହସୁଥାଅ। ଏ ମଉସା ଜଣକ ଆଜିଠୁ ଆମ ଘରେ ରହିବେ। ସେ ତାଙ୍କର ବାହାଘରକୁ କାମ କରିବେ, କିନ୍ତୁ କାହା ଅଇଁଠା ବାସନ ମାଜିବେ ନାହିଁ, କାହା ପାଲଟା ଲଗାକୁ ଧୋଇବେନି। ଘରେ ସମସ୍ତଙ୍କୁ ଏ କଥା କହିଦବୁ। ସେମାନେ ସେ ବାପା ଦେଖି ନ ଶୁଣନ୍ତି କହିଦବୁ ଏଇଟା ସମ୍ପର୍କର ନିର୍ଦ୍ଦେଶ। କାହିଁକି ନା ଏଇ କାନାମା ହେଉଛନ୍ତି ମୋ ମା ପେଟର ଭାଇ ନହେଲେ ବି ତାଠୁ ଅଧିକା। ୟାଙ୍କରି ପାଇଁ ମୋର ଫ୍ୟାକ୍ଟ୍ରି ଆଜି ପ୍ରଫିଟରେ ଚାଲିଛି, ନ୍ୟାସନାଲ ଇଣ୍ଡଷ୍ଟ୍ରିଆଲ। ତେଣୁ ଭାଇଙ୍କ ଆଦେଶ ମୋର ବେଦର ଗାନ ସହ ସମାନ। ଆଚ୍ଛା ମା, ଏ ମଉସା ଜଣକ କେତେ ଦୂରରୁ ଆସିଛନ୍ତି, କଣ ଖାଇଛନ୍ତି କି ନାହିଁ? ତାକୁ ନେଇ ତାଙ୍କୁ ଶୋଇବା ଘରଟା ଦେଖେଇ ଦିଅ, ଆଉ କିଛି ଖାଇବା ବ୍ୟବସ୍ଥା କର। ଯାଅ ମା, ମଉସାକୁ ନେଇ ଭିତରକୁ ଯାଅ। ସତରିକା ନା ଭାଇ, ତୋ ପରି ବ୍ୟକ୍ତି ତ ଏ ସମାଜରେ, କିନ୍ତୁ ମୋତେ ତାଙ୍କର କାହା ପାଳଟା ଲୋକ ମୋତେ ଧୋଇବନି ବୋଲି କହିଲ, ଆଉ ସେ କାହା ଅଇଁଠା ବାସନ ମାଜିବେନି, କିନ୍ତୁ ପ୍ରକୃତ ରହିଲେ ତ ମୁଁ ବୁଝିପାରୁନି ଭାଇ। ଆଚ୍ଛା ସମ୍ପର୍କ, ତମ ବାପା କୁଆଡେ ଟ୍ରକ୍ ଆକ୍ସିଡେଣ୍ଟରେ ମରି ଯାଇଛନ୍ତି ବୋଲି ଖବର କାଗଜରେ ବାହାରିଥିଲା, ଯାହାକି ତୁ ନିଜ ଆଖିରେ ଦେଖିନୁ କି ଶବ ବି ସତ୍କାର କରିନୁ। ସେଇ ବାପା ଯଦି ଆଜି ଫେରି ଆସିଥାନ୍ତେ ତାହେଲେ ତୁ ଗ୍ରହଣ କରି ନେଇଥାନ୍ତୁ। କେମିତି ଗ୍ରହଣ କରିବେନି ଭାଇ? ଯାହା ହେଲେ ବି ସେ ପୁରା ମୋ ବାପା, କିନ୍ତୁ ସେ ସବୁ ଆମର ଭାଗ୍ୟ ନାହିଁ ଭାଇ। ବାପା କେବେ ଫେରି ଆସିବେନି, କେବେ ଫେରି ଆସିବେନି। ବିଚିତ୍ର ବିଚିତ୍ର ଏ କାହାଣୀ, ବିଚିତ୍ର ଏ କାହାଣୀର ପରିଭାଷା। ଏଠି ଚିହ୍ନା ମୁହଁ ବି ଭାରି ଅଚିହ୍ନା ହେଉଛି। କାହାକୁ କହିବ, କିଏ ବା ଶୁଣିବ ଏମିତି କାହାଣୀ? ବିଚିତ୍ର ବିଚିତ୍ର ଏ हिनांदी साफ सब गोले कोड़े तमे अछो एले इंस्पेक्टर गोले कोड़े ओ कर्तव्यनिष्ठ ऑफिसर तो बोधे ड्यूटी रे थिबे एले मो फोन उठो नंदी काइबे ନାଇଁ ସାର୍ କଥା କ'ଣ କି कोन को मर्डर केस आसामी गिरफ करबा को जाइछंती ना को कोला बाजारी गिरफ करबा को जाइछंती अरे नाइ सर कोन होजो ओ चाची बरा इंस्पेक्टर गोले कोड़े ଡାକୁଛି ସାର୍ ओहो आगे डाकुछ जदि के खोजुजे ताकू कहि दियो साल भीतर ड्यूटी करूचंदी ड्यूटी ए स्वाग इडियट बारंबार
डिस्टर्ब करिवनी ए मारती मु जाई पारिबेनी कहि दियो कोन आसीबे ନାଇଁ ସାର୍ ଏସିପି ସାର୍ ଆସିଛନ୍ତି ଜଲ୍ଦି ଆସନ୍ତୁ सर बाहागर भोजी खाई दी मुहा फिटी लेटिन रे कोन बसी होउची ना चेयर रे बसी होउची अरे हम चेहरा देखि जोड़ा पड़ची हमें निश्चय मत पी जा मत छे 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 ओ बहुरानो जीवन रे मत मु केबे छुईनी आज्ञा मद तो मद देखिले मते बाती आसे मिस्टर लखन मु छोट पिला ने मते बुझे देबो अरे तुम मोर पूरा बड़ बड़ मदर गंध बाहरची अच्छा से कहू छ कोन मद पीनी अरे हमको इंस्पेक्टर चाकरी देला के सॉरी सर एमिति भूल केबे हबनी ते क्षमा कर दियंतु मिस्टर लखन तमे थाना रे जॉइन कला पर ठारू एठी कोळा बजारी बढी चाली छी बलात्कार लुंठन दिन को दिन हुबु होई बढी चाली छी तमे खर्च कोन अरे ड्यूटी करियर इच्छा अछि ना सस्पेंड होई घरे बसिबो ड्यूटी करबी सर मिस्टर लखन एटा तुमको मारो लास्ट वार्निंग ना पर वार्निंग नुए डायरेक्ट एक्शन जी यस सर अयो विव्रत बाबू केते दिन आउ चाकरी कले तम मुंडरे हेजो पसिबो हेजो तमरी पाई सोला तमरी पाई आज से बुढ़ाटू मते गाड़ी सुनिला को पड़िला अयो बुढ़ा आसीबा परे जदी मो कानरे कहि देई थांतो मु गोटे किछि बात करि थांती रे नाही ନାଇଁ ସାର୍ ମୁଁ ଭାବୁଛି ଆପଣଙ୍କ ପରି ଅଫିସର ଡିପାର୍ଟମେଣ୍ଟ ପାଇଁ ଠିକ୍ ନୁହଁ ଆପଣ ତ ଗୋଟେ ଅଫିସର ନୁହନ୍ତି ଆପଣଙ୍କୁ ଲୋକେ ଦଲାଲ ଆଉ ମାଫିଆ ବୋଲି କହୁଛନ୍ତି ମୋ ମତରେ ଆପଣ ସସ୍ପେଣ୍ଡ ହେଇଯିବା ଉଚିତ ମୋ ମତରେ ତୁ ସସ୍ପେଣ୍ଡ ହେଇଯିବାଟା ଠିକ୍ सोला चूती आता एगुड़ा को कहिबो पुलिस कुआडू गोटे गोटे पळे आसचंदे लंबा लंबा खाकी बदे पिने भाषण मारुचंती अरे पुलिस तो कहिबो मते मो सांगो माने कहूथिले मु कुआरे नालुआता अब बप्पा कहूथला मु सोआती चू 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 चुतियाता